गुड इवनिंग क्लास वेलकम टू डीप इनसाइट्स। आज आम आलोचना करवा सारल साहित्य सारला दासଙ୍କୁ आदिकवि କହିବାର तात्पर्य कौन। आज को हजार हजार वर्ष पूर्वे ओडिया साहित्यर प्रथम और सर्वप्रधान कवि भावरे आदिकवि सारला दास झଙ୍କଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କବିଙ୍କ ଗ୍ରାମ ପାଖରେ କଣ ହୋଇଥିଲା ନା ଚନ୍ଦ୍ରଭାଗା ନଦୀ ପ୍ରବାହିତ ହେଉଥିଲା। ଏହି ନଦୀରେ ପରଶୁରାମ ଘାଟ ନିକଟରେ ମା ସାରଳା ଦେବୀ ପୂଜା ପାଉଥିଲେ। ତାହେଲେ କୋଉଠି ସାରଳା ଦେବୀ ପୂଜା ପାଉଥିଲେ? ପରଶୁରାମ ଘାଟ ନିକଟରେ। ସାରଳା ଦାସଙ୍କର ଆଦ୍ୟ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ତାହେଲେ ସାରଳା ଦାସଙ୍କ ଆଦ୍ୟ ନାମ କଣ ଥିଲା? ସିଦ୍ଧେଶ୍ୱର ପରିଡ଼ା। ସେ ସାରଳାଙ୍କ ପାଦ ପଦ୍ମରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସେ ଜନ୍ମରୁ ମୂର୍ଖ ଓ ଅପଣ୍ଡିତ ଥିଲେ ବୋଲି ତାହା ନିଜ କବିତାରେ ସେ ଲେଖିଛନ୍ତି, ନିଜ ଗ୍ରନ୍ଥାବଳୀରେ ଉଲ୍ଲେଖ କରିଛନ୍ତି। ସେ ହଳ ଲଙ୍ଗଳ ଧରି ଚାଷ କରୁଥିଲେ। ମା ସାରଳାଙ୍କର ଅପାର କୃପାରୁ ସେ ମହାକବି ହୋଇପାରିଥିଲେ। ସାରଳାଙ୍କୁ ପୂଜା କରୁଥିବାରୁ, ସାରଳାଙ୍କ ଉପାସକ ଥିବାରୁ ତାଙ୍କ ନାଁ ସାରଳା ଦାସ ହୋଇଥିଲା। ବର୍ତ୍ତମାନ ଆମେ ଦେଖିବା ତେଣୁ କବି କଣ ନିଜର ଗୋଟେ ଗ୍ରନ୍ଥ ଓଡ଼ିଆ ମହାଭାରତରେ ଉଲ୍ଲେଖ କରିଛନ୍ତି। ବୁଦ୍ଧି ଜ୍ଞାନ ଭୟ କିଛି ନାହିଁ, ଗ୍ରନ୍ଥ ଭେଦିବାକୁ ମୋର ଅବା ନାହିଁ। ମୋର ଶକ୍ତି ଅବା ମୋର ନାହିଁ, ମୋ ଶକ୍ତି ମୋର ଅବା ନାହିଁ। ଶ୍ରୀ ସାରଳା ଚଣ୍ଡୀଙ୍କର ସଦା ଅଟେ ଦାସ, ଆଜ୍ଞାରେ ମୁଁ ଶାସ୍ତ୍ର କିଛି କରିଛି ଅଭ୍ୟାସ। ସେ ଯାହା କହନ୍ତି ଆଜ୍ଞା ମୁଁ ତାହା ଲେଖଇ, ଅପଣ୍ଡିତ ମୂର୍ଖ ହୋଇ ଶାସ୍ତ୍ର ଜ୍ଞାନ ନାହିଁ। ସେ କହିଛନ୍ତି କି ମାତା ସାରଳା ଦେବୀଙ୍କ କୃପାରୁ ମୁଁ ଅପାର ଜ୍ଞାନର ଅଧିକାରୀ ହୋଇପାରିଛି। ତା ପୂର୍ବରୁ ମୁଁ ମୂର୍ଖ ଥିଲି, ମୋର ଜ୍ଞାନ ନଥିଲା, ମୋର ବୁଦ୍ଧି ନଥିଲା, ତେଣୁ ମୁଁ ଗ୍ରନ୍ଥ ଭେଦିବାକୁ ଶକ୍ତି ମୋର ନଥିଲା। ମା ସାରଳା ଚଣ୍ଡୀଙ୍କର ମୁଁ ସଦା ଅଟେ ଦାସ, ତାଙ୍କର ଅପାର କୃପା ଲାଭ କରି ମୁଁ ଶାସ୍ତ୍ର କିଛି କରିଛି ଅଭ୍ୟାସ। ସେ ଯାହା କହିଲେ ତାଙ୍କ ଆଜ୍ଞାନୁସାରେ ମୁଁ ରଚନା କରିଛି ରାଶି ରାଶି ମାନ ଗ୍ରନ୍ଥାବଳୀ। କବି ବିନୟ ପ୍ରକାଶ କରି ନିଜକୁ ମୂର୍ଖ ଓ ଅପଣ୍ଡିତ ବୋଲି ଘୋଷଣା କରିଛନ୍ତି। ଦେବୀଙ୍କର ଆଜ୍ଞାରେ ସେ ରାଶି ରାଶି ଗ୍ରନ୍ଥାବଳୀ ମାନ ରଚନା କରିଥିଲେ। କବିଙ୍କ ପୂର୍ବରୁ କୌଣସି ସମୃଦ୍ଧ ପରମ୍ପରା ନଥିଲା, ସମୃଦ୍ଧ ସୃଷ୍ଟି ହୋଇନଥିଲା। ସେ କାଳରେ ସଂସ୍କୃତ ସାହିତ୍ୟର ବହୁଳ ଚର୍ଚ୍ଚା ହଉଥିଲା। ସାଧାରଣତଃ ସଂସ୍କୃତ ଭାଷା ସର୍ବୋଚ୍ଚ ଭାଷା, ସର୍ବ ପୁରାତନ ଭାଷା। ପଣ୍ଡିତ ମାନେ ସଂସ୍କୃତ ଭାଷାରେ ଗ୍ରନ୍ଥ ରଚନା କରିଥିଲେ। କେହି ପ୍ରାକୃତ ଭାଷାରେ ଏତେ ବିରାଟ ବଡ ଗ୍ରନ୍ଥ ରଚନା କରିବାକୁ ସାହସ କରୁନଥିଲେ। କବି ସାରଳା ଦାସ ଓଡ଼ିଆ ସାହିତ୍ୟର ଶବ୍ଦ ଭଣ୍ଡାରକୁ ପରିପୂର୍ଣ୍ଣ କରିଦେଇ ଓଡ଼ିଆ ମହାଭାରତ ରଚନା କରି ପ୍ରାକୃତ ସାହିତ୍ୟରେ ଯେ ଏତେ ବଡ ଗ୍ରନ୍ଥ ରଚନା କରାଯାଇ ପାରିବ ତାହାର ପ୍ରମାଣ ଦେଇଥିଲେ। ତାହେଲେ ଆମେ କଣ ସବୁ ଏଥିରୁ ଜାଣିଲେ? ବର୍ତ୍ତମାନ ଆମେ ଆଲୋଚନା କରିବା ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଗୁଡିକ ଆଲୋଚନା କରିବା। ପ୍ରଥମେ ଆମେ ଦେଖ, ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍, ଗୋଟେ ପାର୍ଟ, ଆଉ ଗୋଟେ ପାର୍ଟ ମଧ୍ୟ ଏହାର ରହିଛି, ଆଉ ଗୋଟେ ପାର୍ଟ, ଆଉ ଦୁଇଟା ତିନିଟା ପାର୍ଟ ରହିବ। ପ୍ରଥମେ ଆମେ ଦେଖିବା, ଦେଖ ସାରଳା ଦାସଙ୍କୁ ଆଦିକବି କହିବାର ତାତ୍ପର୍ଯ୍ୟ କଣ। ଶୂଦ୍ରମଣି ସାରଳା ଦାସ, ଆଦିକବି ସାରଳା ଦାସ ଓଡ଼ିଆ ସାହିତ୍ୟ ଯୁଗର ସର୍ବପ୍ରଥମ କବି ହଉଛନ୍ତି ସାରଳା ଦାସ। ହଜାର ହଜାର ବର୍ଷ ତଳର କଥା ବର୍ତ୍ତମାନ ଆମେ ଆଲୋଚନା କରୁଛେ। କବି ସାରଳା ଦାସ କୋଉଠି ଜନ୍ମଗ୍ରହଣ କରିଥିଲେ? ଝଙ୍କଡ଼ ଗ୍ରାମରେ। ତାଙ୍କର ପୂର୍ବ ନାମ କଣ ଥିଲା? ସିଦ୍ଧେଶ୍ୱର ପରିଡ଼ା। କୋଉ ଘାଟରେ? ପରଶୁରାମ ଘାଟରେ। କୋଉ ନଦୀ? ଚନ୍ଦ୍ରଭାଗା ନଦୀରେ ପ୍ରବାହିତ ହେଉଥିଲା। ତା ନିକଟରେ କୋଉ ମନ୍ଦିର ଥିଲା? ମାତା ସାରଳାଙ୍କର ପୂଜା ଲାଭ କରିଥିଲେ ସେଠାରେ। ସାରଳା ଦାସଙ୍କ ଆଦ୍ୟ ନାମ ଆମେ ଜାଣିଲେ ସିଦ୍ଧେଶ୍ୱର ପରିଡ଼ା ଥିଲା। ସେ ଚାଷ କରିକିନା ଜୀବନ ଅତିବାହିତ କରୁଥିଲେ। ସାରଳାଙ୍କ ପାଦ ପଦ୍ମରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଦେଲା ପରେ, ମାତାଙ୍କ ନିକଟରେ ଉତ୍ସର୍ଗୀକୃତ ହେଲା ପରେ ସେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇପାରିଥିଲେ। ସେ ଜନ୍ମରୁ ମୂର୍ଖ ଓ ଅପଣ୍ଡିତ ଥିଲେ, ହଳ ଲଙ୍ଗଳ ଧରି ଚାଷ କରୁଥିଲେ। ମା ସାରଳାଙ୍କର ଅପାର କୃପାରୁ ସେ ମହାକବି ହୋଇପାରିଥିଲେ। ସାରଳାଙ୍କୁ ପୂଜା କରୁଥିବାରୁ ତାଙ୍କ ନାମ ହେଉଛି ସାରଳା ଦାସ ହୋଇଥିଲା। ବର୍ତ୍ତମାନ କବିତାଂଶଟିକୁ ଆମେ ଆଲୋଚନା କରିବା। ଏଇଟା ଆପଣ ମାନେ ମନେ ରଖିକିନା ଲଙ୍ଗ କ୍ୱେଶ୍ଚିନ୍ ଆଡ୍ କରିପାରିବେ, ମାର୍କ ଭଲ ରହିବ। ତେଣୁ କବି ତାଙ୍କ ମହାଭାରତ କାବ୍ୟରେ ଲେଖିଛନ୍ତି। ମଝିରେ ମଝିରେ କିଛି ନା କିଛି ଯାହା ବି ଆଲୋଚନା କରାଯିବ, ଯାହା ବି ଟପିକ ଥିବ, ତାର କିଛି ଗୋଟେ ଅଂଶ ମେନସନ କରିବାଟା ଉଚିତ। ବୁଦ୍ଧି ଜ୍ଞାନ ଭୟ କିଛି ନାହିଁ, ଗ୍ରନ୍ଥ ଭେଦିବାକୁ ଶକ୍ତି ମୋର ଅବା କାହିଁ। ଶ୍ରୀ ସାରଳା ଚଣ୍ଡୀଙ୍କର ସଦା ଅଟେ ମୁଁ ଦାସ, ଆଜ୍ଞାରେ ମୁଁ ଶାସ୍ତ୍ର କିଛି କରିଛି ଅଭ୍ୟାସ। ସେ ଯାହା କହନ୍ତି ଆଜ୍ଞା ମୁଁ ତାହା ଲେଖଇ, ଅପଣ୍ଡିତ ମୂର୍ଖ ହୋଇ ଶାସ୍ତ୍ର ଜ୍ଞାନ ନାହିଁ। ମୋର ଶାସ୍ତ୍ର ଜ୍ଞାନ ନାହିଁ, ମୁଁ ମାଙ୍କ ଆଦେଶରେ ପରିଚାଳିତ ହୋଇଛି। କବି ବିନୟ ପ୍ରକାଶ କରି ନିଜକୁ ମୂର୍ଖ ଅପଣ୍ଡିତ ବୋଲି କହିଛନ୍ତି। ଆମେ ଜାଣିଲେ। ଆଉ କଣ ସର୍ଟ କ୍ୱେଶ୍ଚିନ୍ ହେଲା ଟିକେ ଦେଖିଦବା। ହଁ, ଆର ପୂର୍ବରୁ ଓଡ଼ିଆ ମହାଭାରତ ପୂର୍ବରୁ, ସାରଳା ଦାସଙ୍କ କୃତି ଗୁଡିକ ପୂର୍ବରୁ ପ୍ରାକୃତ ଭାଷାରେ କେହି ଏତେ ବଡ ଗ୍ରନ୍ଥ ଲେଖିନଥିଲେ। ତାହେଲେ
ପ୍ରଥମ ପ୍ରାକୃତ ଭାଷାରେ ରଚିତ ଗ୍ରନ୍ଥର ରଚୟିତା କିଏ? ଆଦିକବି ସାରଳା ଦାସ କିମ୍ବା ଶୂଦ୍ରମୁନି ସାରଳା ଦାସ ବୋଲି ଆମେ କହିପାରିବା। ହେଲା, ତାହେଲେ ଆଉ କଣ ସେ ପ୍ରମାଣ କରିଥିଲେ? ଓଡ଼ିଆ ସାହିତ୍ୟ ଜଗତରେ ସେ କଣ ପ୍ରମାଣ କରିଥିଲେ? ପ୍ରମାଣ କରିଥିଲେ କି ପ୍ରାକୃତ ସାହିତ୍ୟରେ ମଧ୍ୟ ଏତେ ବଡ଼ ଗ୍ରନ୍ଥ ରଚନା କରାଯାଇପାରିବ। ସୋ କ୍ଲାସଟି ଏଇଠି ଆମେ ଏଣ୍ଡ କରିବା। ନେକ୍ସଟ କ୍ଲାସରେ ଆମେ ସାରଳା ଦାସଙ୍କ ବିଷୟରେ ଆଉ କିଛି ତଥ୍ୟ ଆଲୋଚନା କରିବା। ଡୁ ଲାଇକ୍, ସେୟାର and subscribe to our channel. Thank you for watching our video. Connect with us for more such educational update.